ଦେହରେ ଆଉ ଶକ୍ତି ନାହିଁ ଦୁଇ ପାଦ ଚାଲିବାକୁ। ଗୋଡ଼ ଥର ଥର, ଦେହରେ ଚମଡ଼ା ଧଡ଼ ଧଡ଼। ବସି ପଡ଼ିଲେ ବହୁ କଷ୍ଟରେ ଉଠୁଛନ୍ତି। ତଥାପି ତାଙ୍କ ପେଜୁଆ ଆଖିରେ ଖୋଜି ଲାଗିଛନ୍ତି ତାଙ୍କ ହଜିଲା ଖୁସିକୁ। 85 ବର୍ଷ ବୟସରେ ସବୁ ହରାଇ ନିଃସଙ୍ଗ ହୋଇଯାଇଛନ୍ତି ଏହି ମଉସା ଜଣକ। ଦେହରେ ଅନେକ ଦୁଃଖର ବୋଝକୁ ବୋହିଛନ୍ତି। ଆଖି ତାଙ୍କ ଅନେକ ଲୁହ ଢାଳିଛି। କିନ୍ତୁ ଏବେ ପର୍ଯ୍ୟନ୍ତ ସେମିତି ଅସହାୟ ହୋଇ ଏକ ଭଙ୍ଗା ଦଦରା ଘରେ ପଡ଼ି ରହିଛନ୍ତି। ମଉସାଙ୍କ ଦୁଃଖ କାହାଣୀ ଶୁଣିଲେ ପାଷାଣ ଆଖିରୁ ବି ଲୁହ ଝରିବ। ଜରାଜୀର୍ଣ୍ଣ ଅବସ୍ଥାରେ ଯେତିକି କଷ୍ଟରେ ଦିନ ବିତାଉଛନ୍ତି, ଦେଖିଲେ ହୃଦୟ କାନ୍ଦି ଉଠିବ। ଏହି ଭଙ୍ଗା ଦଦରା ଘର ଥିଲା ଏ ମଉସାଙ୍କ ପାଇଁ ମନ୍ଦିର। କେତେ ଖୁସି ଭରିଥିଲା ଘରେ। କିନ୍ତୁ ଭାଗ୍ୟରେ କିଛି ଭିନ୍ନ କଥା ଲେଖିଥିଲେ ଭଗବାନ। ବାର୍ଦ୍ଧକ୍ୟରେ ସଂସାରଟା ଯାକର ଦୁଃଖକୁ ଅଜାଡ଼ି ଦେଇଛନ୍ତି ଭଗବାନ। ଭଙ୍ଗାରୁଜା ମାଟି ଘରେ ଜୀବନ ବଞ୍ଚାଇବାକୁ 85 ବର୍ଷ ବୟସରେ ସଂଘର୍ଷ କରିଚାଲିଛନ୍ତି ଚକ୍ରଧର ରାଉତ। ଚକ୍ରଧରଙ୍କର ଯେତେ ବୟସ ବଢ଼ୁଛି, କଷ୍ଟ ସେତେ ବଢ଼ି ଚାଲିଛି। ଦିନେ ପୁଅ ବୋହୂ ନାତି ନାତୁଣୀରେ ଏ ଘର ପୁରି ଉଠୁଥିଲା। ଆଜି କିନ୍ତୁ ସମୟ ସ୍ରୋତରେ ସମସ୍ତେ ହଜିଯାଇଛନ୍ତି। ପାଖରେ ବସି ଭଲ ମନ୍ଦ ପଚାରିବାକୁ କେହି ନାହାନ୍ତି। ଖାଇବା ଶୋଇବା ରହିବା ସବୁକିଛି ଭଗବାନ ଭରସାରେ ଚାଲିଛି। ପୁଅ ବୋହୂ ସମେତ ନିଜ ପତ୍ନୀଙ୍କ ମୃତ୍ୟୁ ପରେ ବୟସର ସାୟାହ୍ନରେ ଏକା ହୋଇପଡ଼ିଛନ୍ତି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଏନ୍ଏସି ଅଧୀନସ୍ଥ ଦେଉଳି ଗାଁର ଚକ୍ରଧର ରାଉତ। 20 ବର୍ଷ ତଳେ ପୁଅ ଓ ବୋହୂ ଦୌଡ଼ି ଲଗାଇ ଏକା ସାଙ୍ଗରେ ଆତ୍ମହତ୍ୟା କରିଥିଲେ। କିଛି ବର୍ଷ ପରେ ଚକ୍ରଧରଙ୍କର ପତ୍ନୀଙ୍କର ମୃତ୍ୟୁ ହୋଇଗଲା। ପୁଅ ବୋହୂଙ୍କ ପାଖରୁ ଜନ୍ମ ନେଇଥିବା 2 ବର୍ଷର ନାତୁଣୀ ଏବଂ 3 ବର୍ଷର ନାତି ମଧ୍ୟ ସାହି ପଡ଼ିଶା ବାହାର ଲୋକଙ୍କ ସାହାଯ୍ୟରେ ଲାଳନ ପାଳନରେ ବଡ଼ ହୋଇ ବାହାରେ କେଉଁ ସୂତାକଳରେ କାମ କରୁଛନ୍ତି। ତାଙ୍କୁ ମଧ୍ୟ 20 ବର୍ଷ ହୋଇଯାଇଛି। ଏହାରି ମଧ୍ୟରେ ଘରଦ୍ୱାର ନଥିବା ବେଳେ ସେମାନେ ମଧ୍ୟ ଘରକୁ ଆସିପାରୁନାହାନ୍ତି। ଗାଁ ଲୋକେ ଏକତ୍ର ହୋଇ ଘରକୁ ପ୍ରତିବର୍ଷ ଛପର କରିଦିଅନ୍ତି। ହେଲେ କିଛି ବର୍ଷ ଛପର ହୋଇନଥିବାରୁ ଭାଙ୍ଗିରୁଜି ଗଲାଣି। ତାଙ୍କ ତ ଏଇ 20 ବର୍ଷ ତଳେ ତାଙ୍କ ପୁଅ ବୋହୂ 2 ଜଣ ଅକାଳ ବିୟୋଗରେ ଗଲେ। ତାପରେ ତାଙ୍କ ସ୍ତ୍ରୀ ବି ଚାଲିଗଲେ। 3-4 ବର୍ଷ ହେଲା ସ୍ତ୍ରୀ ଚାଲିଗଲେ। ବର୍ତ୍ତମାନ ଏଇଭଳିଆ ଅବସ୍ଥା। ତାଙ୍କର ତ ଇଏ ନାହିଁ ଯେ କେତେବେଳେ ଗାଁ ଲୋକଙ୍କ ସହଯୋଗ ହେଉଛି, କେତେବେଳେ ଯାଇ ଝିଅ ଘରେ ରହୁଛନ୍ତି। ଏ ତ ଅବସ୍ଥା ଏଠି ଯୋଉଭଳିଆ ସାପ ବେଙ୍ଗ ଯୋଉଭଳିଆ ଅବସ୍ଥା, ଯେ ମଣିଷ କ'ଣ ରହେ, ସାପ ବେଙ୍ଗ ସବୁ ପାଦୁଆ ହବ। ଏସବୁ ଚାଲିଛି। ତାଙ୍କୁ ଯୋଉ ହଇରାଣ ହରକତ ହଉଛନ୍ତି, ତାଙ୍କୁ ଆମେ ଦାବି କରୁଛୁ ଘର ଫର ତାଙ୍କୁ ମିଳିଲେ, ସରକାରୀ ସହାୟତା ମିଳିଲେ ଆମେ ମାନେ ଖୁସି ହବୁ। କଷ୍ଟରେ ସେ ରହିଥିଲେ ବି ବର୍ତ୍ତମାନ ରହୁଛନ୍ତି। ବର୍ତ୍ତମାନ ତାଙ୍କ ଝିଅ ଘରକୁ ଯାଇକି ରହିଥିଲେ, କେତେବେଳେ କେମିତି ଆସିଥିଲେ ସେଇ ଘରେ ବି ରହନ୍ତି। ଷାଣ୍ଢ ପଶୁଛି, ତାରି ଭିତରେ ସିଏ ବି ଶୁଉଛନ୍ତି। ଶୋଇବା ଭିତରେ ବି ଆମେ ଡାକି ଡୁକିକି ନେଇକି ଆମ ପିଣ୍ଡା ଘରେ ବି ସିଏ ଶୁଅନ୍ତି। ପରିସ୍ରା ବି ଆମ ଘର ମାନଙ୍କର କରୁଛନ୍ତି। ତା ଭିତରେ ସିଏ ଅଧେ ସମୟ ବି ଖାଆନ୍ତି ନାହିଁ, ସେମିତିଆ ବୁଲୁଥିବେ। କେତେବେଳେ ଡାକିକି ନେଇକି ଚା ଟିକେ ଦଉ, କେତେବେଳେ ଟିକେ ରୁଟି, ଏଇଭଳିଆ ସବୁ ଦଉ। ଏଇଭଳିଆ ଭିତରେ ଆସିକି ସିଏ ଯେତେବେଳେ ରହୁଛନ୍ତି, ଛୁଆ 2ଟା ରହୁଥିଲେ, ସିଏ ବି କୁଆଡେ ବାହାରେ ବୁଲୁଛନ୍ତି, ତା ବି ଆମେ କହିପାରିବୁନି। ଏଇଭଳିଆ ଅବସ୍ଥାରେ ଆମେ ଯୋଉ ଚାହୁଁଛୁ ସେମାନଙ୍କୁ ଟିକେ ସାହାଯ୍ୟ କଲେ ଆପଣ ମାନେ, ଆମେ ବହୁତ ଖୁସି ହୁଅନ୍ତୁ। ସାହାଯ୍ୟ ବୋଲିକି ଘର ଦ୍ୱାର ଆଉ ଖାଇବା ପାଇଁ ସବୁ କିଛି ଆମେ ତାକୁ ଚାହୁଁଛୁ। ଘର ଭିତରେ ସାପ ବେଙ୍ଗ ଏବଂ ଷଣ୍ଢଙ୍କ ଉପଦ୍ରବ ହେଉଥିବାରୁ ଗାଁ ଲୋକ ସେହି ଘରେ ନ ରହିବାକୁ କହିଥିଲେ। ଏଥିପାଇଁ ଚକ୍ରଧର ପଡ଼ୋଶୀଙ୍କ ପିଣ୍ଡାରେ ଆଶ୍ରୟ ନେଲେ। ବେଳେବେଳେ ଝିଅ ଘର ଆସି ବୁଢ଼ା ବାପାକୁ ନେଇ ଯାଆନ୍ତି। ଝିଅ ଘରେ ଶାଶୁ ଶ୍ୱଶୁର ଭାଇ ଭଗାରୀ ନେଇ ସମସ୍ତେ ରହୁଥିବା ବେଳେ ଚକ୍ରଧର ଝିଅ ଘରେ ରହିବା ପାଇଁ ନିଜକୁ ସଙ୍କୋଚ ମନେ କରନ୍ତି। ତେଣୁ ବେଳେବେଳେ ନିଜ ଗାଁ ଜନ୍ମସ୍ଥାନକୁ ଚାଲି ଆସୁଥିଲେ। ଏବେ କିନ୍ତୁ ନିରାଶ ହୋଇପଡ଼ିଛନ୍ତି। ଘର ଖଣ୍ଡିଏ ଥିଲେ ନାତି ନାତୁଣୀ ମଧ୍ୟ ଘରକୁ ଆସିପାରନ୍ତେ। ପରିଣତ ବୟସରେ ଚକ୍ରଧରଙ୍କୁ ଟିକେ ଖୁସି ମିଳିପାରନ୍ତା। ସରକାରଙ୍କଠାରୁ ଏବେ କେବଳ ଭତ୍ତା ଆଉ ରାସନ ଚାଉଳରୁ ଯାହା ସାହାଯ୍ୟ ମିଳୁଛି। ଚକ୍ରଧର ରାଉତଙ୍କୁ ଯଦି ସରକାରୀ ସ୍ତରରେ ଘର ଖଣ୍ଡିଏ ମିଳିପାରନ୍ତା, ତେବେ ବାକି ଜୀବନ ତାଙ୍କର ଶାନ୍ତିରେ କଟିଯାଆନ୍ତା ବୋଲି ଦାବି କରିଛନ୍ତି ଗ୍ରାମବାସୀ। ତାଙ୍କ ନାଁ ହେଉଛି ଚକ୍ରଧର ରାଉତ। ବୟସ 85-90 ହବ। ପୁଅ ବୋହୂ 2 ଜଣ 10-15 ବର୍ଷ ହେଲା ଏକ୍ସପାର୍ଟ କରିଗଲେ, ତାମାନେ ଫାଶୀ ଦେଇ ମଲେ। ଆଉ ତାର କିଛି ସାହା ଭରସା ନାହିଁ। ଖଣ୍ଡିଆ ଘର ଖଣ୍ଡେ ଅଛି। ସିଏ ବି ଯଦି ଗାଁ ରହୁଛି, ୟା ତା ପିଣ୍ଡାରେ ଶୋଉଛି, ଆଉ ମଶା ଡାନ୍ସର ଶୋଉଛି। ଆମେ ଚାହୁଁଛୁ ଗଭର୍ଣ୍ଣମେଣ୍ଟ ତାକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାଟା ଦେଲେ, ଘର ଖଣ୍ଡେ କଲେ, ସେ କିଛି ନ ହେଇକି ଯାହା ଭତ୍ତା ମିଳିବି ଖାଇ ପିଇ ଘରେ ଟିକେ ଆଶ୍ରୟ ନେବ। କିନ୍ତୁ ବର୍ତ୍ତମାନ ସେ ପର ପିଣ୍ଡାରେ ଶୋଉଛି।
जो अवस्था अच्छी न कहले भल केवल जे देखा लोक से अनुभव करें आम कहले शुणवे भी अनुभव करें आसबे पहुँचे तदंत करेंगे जापर सी कि असुविधार अच्छी बोउटी थिला बो मरीगला 3 वर्ष ହେଲା बापा उदावर मु नहीं गनी पुଅ ଝିଅ बाहर बुलु भाई भाई केमती गोटे दिन दौड़ा देकी मरीगला बहुत दुखर रही केमती घर द्वार नथिला घर नदिला बहुत सी बागे बोगे बहुत तेज थिला से साधा करके पूरा बार करके रही से कहला बो मरीगला पर खाली से 1000 टका भत्ता मिलुची आ 35 टका चावल घर इंदिरा आवास उठे देने कि साहाଯ୍य हब किसी पैसा पकई घर आगुरी आप्ले होता भी घर मिली नहीं बहुत थर आप्ले कर बो जो बो ना भी घर गोटे आसला मरीगला से घर भी कड़े गला आम जान चक्रधरଙ୍କ स्थिति देखि आमे चांदबाली एनएससी अधिकारी सत्यप्रकाश त्रिपाठी को जणाइथिलु। से कहिसंती से पूर्वरु अवगत होइथिले कर्मचारी को पठाई तुरंत अनुसंधान करुछि। कौनसी सरकारी चयन नुआ आवास योजना लिस्ट आसी नहीं। वृद्धंक एमिति अवस्था सरकारी स्तर में आवास योजना रे सामिल कराइबा पई प्रकाश करिसंती। मरीगले घर भंगा गले खंडे एकाथर कौन करिया उपास ना कौन करिया केमती कौन रोचंदी खाउचंदी पिउचंदी कहना कहना बहुत मो निकट को विभिन्न से वार्डर किसी लोक भी आसिक मत से बाबद से विषय भी संज्ञान नहीं आमर कर्मचारी को कहुई से घर जी इलिजिबल आप्लिकांट थी दरखास्त लिखिकी आणवे अबिका आमर चांदबाली एनएससी प्रधानमंत्री आवास योजना नुआ कौन प्रकार सरकार तरफ टार्गेट आसनी आसबार संभावना अच्छी से समय दरखास्त को विचार को लेकर करने लगी व्यवस्था कर। चांदबाली त्रिलोचन साहू रिपोर्ट ओडिशा रिपोर्टर।